ମାନେ ବର୍ତ୍ତମାନ ଯୋଉ ଚାଷ ଆମର ତଳି ବି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଗଲା। ଏଇ ଯୋଉ କେନାଲ କାମ କଲେ ଯୋଉ କଣ୍ଟ୍ରାକ୍ଟର ଯେଇ ମାନେ ସମ୍ପୂର୍ଣ୍ଣ ଭାବେ ନିମ୍ନ ସ୍ତରୀୟ କାମ କରିକି ମାନେ ଏକଦମ ଆମର ମାନେ ଜୀବନ ଜୀବିକା ମାନେ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ସାରିଲେଣି। ପ୍ରବଳ ବର୍ଷା ଲଗାଣ ହେତୁ ଏ ଯୋଉ ପାଣି ବର୍ତ୍ତମାନ ଯାଇକି ଆମର 600-700 ଏକର 700 ଜାଗା ହଉଛି ଏକର ଆମର ନଷ୍ଟ ହେଇସାରିଲାଣି। ଯାହାକି ତଳି ନଷ୍ଟ ହେବା ସହିତ ରୁଆ ବି ନଷ୍ଟ ହେଇସାରିଲାଣି। ଘରେ ଆଜ୍ଞା ପାଣି ବି ପଶିଲାଣି। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବସ୍ତା ବ୍ଲକରେ ବନ୍ୟା ପୂରିଛି, ଯାହା ଫଳରେ କି ସକାଳ ସୁଦ୍ଧା ବିପଦ ସଂକେତ 6.50 ଥିଲା ବେଳେ ବର୍ତ୍ତମାନ ସୁଦ୍ଧା 6.50 ପାରି ଯାଇଛି। ତେଣୁକରି ବିପଦ ସଂକେତ ପାରି ଯାଇଛି। ଏବେ ବି ଚାଷ ଜମିରେ ଜଳମଗ୍ନ ହେଇକି ଅଛି, ଚାଷ ଜମି ନଷ୍ଟ ହେଇଯାଇଛି। ଆମେ ଆସି ପହଞ୍ଚିଛୁ କୋଟରା ପଞ୍ଚାୟତରେ ପହଞ୍ଚିଛୁ। ତ ଏଠାକାର ଦେଖିବା ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ନଦୀରେ କେତେ ପାଣି ସ୍ତର ବଢି ଯାଇଛି, ଯାହାଫଳରେ କି ଚାଷ ଜମି ନଷ୍ଟ ହେଇଯାଇଛି। ତ ଏଠାକାର କିଛି ସ୍ଥାନୀୟ ବାସିନ୍ଦା ଅଛନ୍ତି, ତାଙ୍କ ସହିତ ଆମେ ସିଧାସଳଖ କଥା ହେବା। କେତେ ଚାଷ ଜମି ନଷ୍ଟ ହେଇଛି, କେତେ କ୍ଷୟକ୍ଷତି ହେଇଛି ଏବଂ ପ୍ରଶାସନ ଏପର୍ଯ୍ୟନ୍ତ ପହଞ୍ଚିଛି ନା ପହଞ୍ଚିନି। ଭାଇ କଣ କହିବେ? ନାଇଁ ଆଜ୍ଞା, ମାନେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନ ଆମ ପାଖରେ ପହଞ୍ଚି ପାରି ନାହିଁ। ଆଉ ବହୁତ ମାତ୍ରାରେ ତ ଆଜି ଲଗାତାର ମାନେ 7-8 ଦିନ ଯୋଉ ବର୍ଷା ହଉଛି, ଯାହାଦ୍ୱାରା କି ମାନେ ବହୁତ କ୍ଷତିପୂରଣ ଆମର ହେଇସାରିଲାଣି। ସମସ୍ତଙ୍କ ଘରେ ବର୍ତ୍ତମାନ ସୁଦ୍ଧା ପାଣି ପଶିଲାଣି। ଚାଷ ଜମି ତ ଏମିତି 500-600 ଏକର ମାନେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇସାରିଲାଣି। ସବୁ ବର୍ଷ ଅଳ୍ପ ବହୁତ ଚାଷ ହୁଏ, ଚାଷ ଉପରେ ଆଜ୍ଞା ଆମେ ସମସ୍ତେ ନିର୍ଭର କରନ୍ତୁ। ମାନେ ବର୍ତ୍ତମାନ ଯୋଉ ଚାଷ ଆମର ତଳି ବି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଗଲା। ଏଇ ଯୋଉ କେନାଲ କାମ କଲେ ଯୋଉ କଣ୍ଟ୍ରାକ୍ଟର ଯେଇ ମାନେ ସମ୍ପୂର୍ଣ୍ଣ ଭାବେ ନିମ୍ନ ସ୍ତରୀୟ କାମ କରିକି ମାନେ ଏକଦମ ଆମର ମାନେ ଜୀବନ ଜୀବିକା ମାନେ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ସାରିଲେଣି। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନ ଆମ ପାଖରେ ପହଞ୍ଚି ନାହିଁ ଏବଂ ଆମ ସରପଞ୍ଚ ମଧ୍ୟ ଏପର୍ଯ୍ୟନ୍ତ ଆମ ପାଖରେ ପହଞ୍ଚି ନାହାନ୍ତି। ନିଜେ ସରପଞ୍ଚ ସାର୍ କଥା ହେଇଥିଲେ ଯୋଉ ନାଳୁଆ ମାନେ 2ଟା ପକେଇକି ପାଣି ନିଷ୍କାସନ ପାଇଁ। ଆମେ ସମସ୍ତଙ୍କୁ ସେ କଥା ଦେଇ ମାନେ ଏତେ ଦିନ ମଧ୍ୟରେ ସେ ଦିନେ ମଧ୍ୟ ଆସିକି ଆମ ପାଖରେ ସେ ପହଞ୍ଚି ନାହାନ୍ତି। ଚାଷୀଙ୍କର କହିବା କଥା ହଉଛି କି ନଦୀବନ୍ଧ ଭାଙ୍ଗିବା ଫଳରେ ଘର ପାଣି ପଶିଲାଣି, ଗାଁ ପତା ଜଳମଗ୍ନ ହେଇଗଲାଣି। ତ ଆମ ସହିତ ଜଣେ ଚାଷୀ ଅଛନ୍ତି, କଣ କଥା କଣ ଦେଖନ୍ତୁ ମାନେ ଏଇ ଯୋଉ ଯେଇ ଆଉ ସରପଞ୍ଚ ଉପସ୍ଥିତ ଥିବା ସମୟରେ ଯୋଉ ନଦୀବନ୍ଧ କାମ ହେଇଥିଲା, ତ ଗୋଟେ ଜାଗାରେ ଘାଇ ସୃଷ୍ଟି ହେଇନି ଆଜ୍ଞା, ତିନି ଜାଗାରେ ଘାଇ ସୃଷ୍ଟି ହେଲାଣି। ତେଣୁ ପ୍ରବଳ ବର୍ଷା ଲଗାଣ ହେତୁ ଏ ଯୋଉ ପାଣି ବର୍ତ୍ତମାନ ଯାଇକି ଆମର 600-700 ଏକର 700 ଜାଗା ହଉଛି ଏକର ଆମର ନଷ୍ଟ ହେଇସାରିଲାଣି। ଯାହାକି ତଳି ନଷ୍ଟ ହେବା ସହିତ ରୁଆ ବି ନଷ୍ଟ ହେଇସାରିଲାଣି। ଘରେ ଆଜ୍ଞା ପାଣି ବି ପଶିଲାଣି। ମାନେ ଆଜି ଲଗାଣ 8-10 ଦିନ ବର୍ଷା ହେବା ସହିତ ଏତେ ଜୋରେ ମାନେ କ୍ଷତିପୂରଣ ହେଲାଣି। କିନ୍ତୁ ମାନେ ପ୍ରଶାସନ ଆମ ସରପଞ୍ଚ କିମ୍ବା ବ୍ଲକର କେହି ସଦସ୍ୟ ଚେୟାରମ୍ୟାନ କେହି ଆସି ଆମ ପାଖରେ ଉପସ୍ଥିତ ନାହାନ୍ତି। ନାଇଁ ଥିବାର ଆମେ ଅସୁବିଧାର ସମ୍ମୁଖୀନ ଆମେ ହଉଛୁ ଆଜ୍ଞା। ପାଣି ଆଜ୍ଞା ଘରେ ପଶିଲାଣି ଆଜ୍ଞା, ପାଣି ମାନେ ପ୍ରଚୁର ମାତ୍ରାରେ ପାଣି ପଶିଲାଣି। ଯାହାକି ଆମର ଏଇପଟେ ଦେଖି ଆମ ନିଜ ଘର ହଉଛି, ଏପଟେ ହଉଛି ଆମ ନିଜ ଘର। ସେ ଘର ସେପଟେ ଦେଇକି ପାଣି ପଶିଗଲାଣି। ଆମେ ନାଇଁ ଥିବାର ଅସୁବିଧା ହଉଛି। ଘରେ ବୟସ୍କ ଲୋକ ଅଛନ୍ତି, ସେମାନେ ଛୋଟ ଛୁଆ ଅଛନ୍ତି, ସମସ୍ତ ଅସୁବିଧା ହେଲାଣି। କେହି ପ୍ରଶାସନ ସରପଞ୍ଚ ଆମେ ଚାହୁଁଛୁ, ଆମେ ଦାବି କରୁଛୁ ସମସ୍ତେ ସରପଞ୍ଚ ଆସିକି ନିଶ୍ଚିତ ଆମ ଜାଗାରେ ଉପସ୍ଥିତ ହୁଅନ୍ତୁ ଏଠି। ଯାହାକି ଆମେ ଶୁଣୁଥିଲୁ କି ଚାଷୀଙ୍କର ବହୁତ କ୍ଷୟକ୍ଷତି ହେଇଛି, ଘର ମଧ୍ୟ ପାଣି ପଶିଲାଣି। ତ ଆମ ସହିତ ଆଉ ଜଣେ ଚାଷୀ ଅଛନ୍ତି, ଯାହା ପାଣିପାଗ ସୂଚନା ଦଉଥିଲେ କି ଆହୁରି ବର୍ଷା ହେଇପାରେ, ବନ୍ୟା ବଢିପାରେ। ଏପର୍ଯ୍ୟନ୍ତ ପ୍ରଶାସନ କେହି ପହଞ୍ଚି ନାହାନ୍ତି। ଆଉ ଜଣେ ଚାଷୀ ମଧ୍ୟ ଅଛନ୍ତି, ତାଙ୍କ ସହିତ ସିଧାସଳଖ କଥା ହେବା। କେତେ ପାଣି ପଶିଛି, କେତେ କ୍ଷୟକ୍ଷତି ହେଇଛି, କଣ କହିବା ଆଜ୍ଞା? ଆଜ୍ଞା ଆମର କହିବାର କଥା କି ଆମ ଦୁଃଖ କେହି ଶୁଣୁନାହାନ୍ତି। ଆଜି 8-10 ଦିନ ହେଲା ଲଗାଣ ବର୍ଷା ଫଳରେ ଯୋଉ ଆମର ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି ତା ଅପେକ୍ଷା ଆମର ଚାଷ ଜମି ତ ନଷ୍ଟ ହେଇଗଲାଣି ଏବଂ ଆମର ବାସସ୍ଥାନ ମାନେ ଘରକୁ ନେଇ ପାଣି ଉଠିଲାଣି ଏବଂ ପିଲା ଛୁଆ ନେଇକି କେମିତି ଯେ ଏଇ ଦୁର୍ବିପାକରେ ରହିବୁ ସେଇଟା ତ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। କେହି ଆମ କଥା ଶୁଣୁନାହାନ୍ତି ଆଜ୍ଞା। ଶୁଣୁଥିଲେ ଚାଷୀ ମାନେ କେତେ କ୍ଷୟକ୍ଷତି ଅଛନ୍ତି, ପ୍ରଶାସନ ପହଞ୍ଚି ନାହାନ୍ତି କି ବନ୍ୟା ପାଣି ନାହିଁ ବର୍ତ୍ତମାନ ଘର ଭିତରୁ ପଶିବାକୁ ଲାଗିଲାଣି। ଲୋକମାନେ ବହୁତ ଭୟଭୀତ ଅଛନ୍ତି। ତ ଦେଖିବାକୁ ବାକି ରହିଲା ପ୍ରଶାସନ ଏପର୍ଯ୍ୟନ୍ତ କେବେ ଦୃଷ୍ଟି ଦଉଛି। ବାଲେଶ୍ୱର ଜିଲ୍ଲା ବସ୍ତାରୁ ପ୍ରଶାନ୍ତ ସେନାପତି, ଓଡ଼ିଶା ଭାସ୍କର। Located in the heart of Bhubaneswar city, serenity of nature and modern elegance meet in perfect balance, facing directly the jungle and forest reserve. Every morning begins with breathtaking views, swimming pools, all designed to enhance relaxation and social living.